ତୁଳସୀ ରାମାୟଣ ଷଷ୍ଠ ଅଧ୍ୟାୟ। ବିଶ୍ୱାମିତ୍ରଙ୍କ ସହ ଶ୍ରୀରାମ ଲକ୍ଷ୍ମଣଙ୍କ ଯାତ୍ରା ଓ ପଥ ମଧ୍ୟେ ତାଡ଼କା ଓ ସୁବାହୁ ବଦ୍ଧ। ତାହାକୁ ତୁମ୍ଭେ ଠାରେ କରନ୍ତୁ ତାରଣ, ଉଦ୍ଧାର ପାଇ ଯାଉ ସେ ସ୍ପର୍ଶରେ ଚରଣ। ତେଣୁ ଶ୍ରୀରାମ ବଢ଼ାଇ ଦେଲେ ଯେ ଚରଣ, ଧନ୍ୟ ସେ ଅଟନ୍ତି ପୁଣି ଦେବ ନିରଞ୍ଜନ। ପଦ ସ୍ପର୍ଶରେ ଅହଲ୍ୟା ମୁକତି ପାଇଲା, କର ଯୋଡ଼ି ପ୍ରଭୁ ରାମେ ସ୍ତୁତି ସେ କରିଲା। ଦିବ୍ୟ ଦେହ ଜ୍ଞାନମୟ ଜଗତର ପିତା, ଏ ନିଶ୍ଚୟ ମାରିବେ ଯେ ସେହୁ ଦଶମଥା। ଅଟଇ ମୁଁ ଅପବିତ୍ର ଅବଳା ଯେ ମୁହିଁ, ଆଜ ମୋତେ କ୍ଷମା ଦେବେ ପ୍ରଭୁ ଭାବଗ୍ରାହୀ। ସ୍ୱାମୀଙ୍କର ଶାପ ମୋତେ ହୋଇଲା ମଙ୍ଗଳ, ଦର୍ଶନରେ ପାଇଲି ମୁଁ ଆଜି ଆଦି ମୂଳ। ଭାଗ୍ୟେ ପାଇଲି ମୋହି ଯେ ତୁମ୍ଭ ଦର୍ଶନ, ଦୋଷ ଥିଲେ ପ୍ରଭୁ ମୋର ଅପରାଧ କ୍ଷେମ। ପଦରୁ ବହେ ପୁଣି ହେ ସେହୁ ଗଙ୍ଗାଧାର, ତାହାକୁ ମସ୍ତକେ ପୁଣି ଧରିଛନ୍ତି ହର। ଏପରି ସ୍ତୁତି ଆଚରି ଅହଲ୍ୟା ବିଚାରି, ଗୌତମଙ୍କ ଆଶ୍ରମକୁ ତହୁଁ ଗଲେ ଚଳି। ପୁଣି ମୁନିଙ୍କର ସାଥେ ସେହୁ ବେନି ଭାଇ, ଆନନ୍ଦେ ମିଳିଲେ ସେ ଯେ ଗଙ୍ଗା କୂଳେ ଯାଇ। କୂଳରେ ପୁଛନ୍ତି ପୁଣି ଜଗତ ଜୀବନ, ଆପଣ ତ ଋଷି ଶ୍ରେଷ୍ଠ ଆମ୍ଭ କଥା ଶୁଣ। ହୋଇଲା ଯେ ଭାଗୀରଥୀ ଗଙ୍ଗାଙ୍କର ନାମ, ଏହାର ବୃତ୍ତାନ୍ତ ମୁନି କୁହ ବୁଝାଇଣ। ଶୁଣିଣ ସେ ବିଶ୍ୱାମିତ୍ର କହୁଛନ୍ତି ବାଣୀ, ଅଟଇ ସାଗର ନାମ ସେହୁ ନୃପମଣି। ବଂଶରେ ଥିଲେଟି ପୁଣି ସେହି ଯେ ତୁମ୍ଭର, ଥିଲେ ପୁଣି ଦୁଇ ଗୋଟି ରାଣୀ ଯେ ତାଙ୍କର। ଭୂମଣ୍ଡଳେ କୀର୍ତ୍ତିବାନ ଅଟନ୍ତି ରାଜନ, ସସ୍ତ୍ରୀକ ଚଳିଲେ ଦିନେ ଗହନ ଅରଣ୍ୟ। ଅରଣ୍ୟରେ କଠୋରର ତପ ଆଚରିଲେ, ଭୃଗୁ ତପେ ତାଙ୍କ ପ୍ରତି ସନ୍ତୋଷ ହୋଇଲେ। ଭଲା ସେ ବୋଲନ୍ତି ଏବେ ମାରି ଘେନ ବର, ହୋଇବ ମୋର 60 ସହସ୍ର କୁମର। ଏବର ମାଗିଲେ ଜାଣ ସଗର ରାଜନ, ତଥି ପରେ ଅଯୋଧ୍ୟାକୁ କରିଲେ ଗମନ। ଏଥୁ ଅନ୍ତେ କେଶୀ ନିଜେ ପୁତ୍ର ପ୍ରସବିଲେ, ତାହାଙ୍କୁ ଅସମଞ୍ଜସ ନାମ ପୁଣି ଦେଲେ। ରାଣୀ ଯେ ସୁମତି କଥା ମନ ଦେଇ ଶୁଣ, ଅଟଇ ଭାରତୀରେ ସେ ଅମିୟ ପୁରାଣ। ସେହୁ ପୁଣି ଲାଉ ତୁମ୍ବା ଜନମ କରିଲେ, 60 ସହସ୍ର ପୁଣି ତହିଁ ପୁତ୍ର ଥିଲେ। ଅସମଞ୍ଜସ ନାମେଣ ଥିଲା ଦୁଷ୍ଟ ମନ, କ୍ରୋଧରେ ନାସିଲା ତହୁଁ ପ୍ରଜାଙ୍କ ସନ୍ତାନ।
କଷ୍ଟକୁ ପ୍ରଜାଏ ପୁଣି ସହି ନ ପାରିଲେ, ରାଜାଙ୍କ ପାଶରେ ଆସି ଫେରାଦି କହିଲେ। ରାଜା ଯେ ଅସମଞ୍ଜସେ ତାହାଙ୍କ ରାଜ୍ୟରୁ, ଜାଣି ତେଜିଲେ ପୁଣି ସେ ପ୍ରଜାଙ୍କ ହିତରୁ। ଏମନ୍ତରେ ମନ୍ତ୍ରୀ ଗୁରୁ କୁମରଙ୍କୁ ଧରି, ତହୁଁ ସେ ବିନ୍ଧ୍ୟ ପର୍ବତେ ଗଲେ ନରମଣି। ଆନନ୍ଦ ମନରେ ସେହୁ ଯେବେ ଚଳିଗଲେ, ସେ ସ୍ଥାନରେ ଅଶ୍ୱମେଧ ଯଜ୍ଞ ଆଚରିଲେ। ଏମନ୍ତ ଜାଣିଣ ଇନ୍ଦ୍ର ଈର୍ଷାପଣ ହେଲେ, ନୃପତିଙ୍କ ଅଶ୍ୱକୁ ସେ ଚୋରାଇଣ ନେଲେ। ସେ ପୁଣି କପିଳ ମୁନି ଆଶ୍ରମର ଠାରେ, ବାନ୍ଧିଣ ଅଶ୍ୱକୁ ସେଠି ସ୍ୱର୍ଗପୁର ଗଲେ। ଏଣେ 60,000 ତାହାଙ୍କ ନନ୍ଦନ, ଯଜ୍ଞକୁ ଯାଇ ପୁଣି କଲେ ଅନ୍ୱେଷଣ। ଦେଖିଲେ କପିଳ ମୁନି ଆଶ୍ରମର ଠାରେ, ସେଠାରେ ସକଳ ପୁତ୍ର ଯାଇ ପହଞ୍ଚିଲେ। କରିଲେ ଋଷିଙ୍କୁ ପୁଣି ଧିକାର ବଚନ, କହନ୍ତି ଶୁଣ ତୁମ୍ଭେ ଯେ ସର୍ବ ଋଷିଗଣ। ଏମନ୍ତେ ଋଷି ଯେ ତହୁଁ ତାଙ୍କୁ ସାପ ଦେଲେ, ତହିଁ ସେ କୁମର ମାନେ ଜଳି ପୋଡ଼ି ମଲେ। ନ ଫେରିବାରୁ ତାହାଙ୍କ ପୁତ୍ରପଣ ଜାଣ, ତହୁଁ ବଳେ ଅଂଶୁମାନ କରିଲେ ଗମନ। ପଥରେ ଗରୁଡ଼ ଥିଲା ଭେଟିଲା ସେ କ୍ଷଣ, ତାହାଙ୍କୁ ବଚନ ମାନ କହିଲେ ରାଜନ। ଗରୁଡ଼ ତାହାଙ୍କୁ ପୁଣି ସଙ୍ଗତରେ ନେଇ, ସହସା ସେ କପିଳଙ୍କ ଆଶ୍ରମରେ ଯାଇ। ଗରୁଡ଼ ପହଞ୍ଚି ଯାଇ ଆଶ୍ରମରେ ଜାଣ, କହିଲେ ସେଠାବରେ ସେ ସର୍ବ ବିବରଣ। ଆଶ୍ରମରୁ ଅଶ୍ୱକୁ ସେ ଧରି ସଙ୍ଗତରେ, ମିଳିଲେ ସହସା ଆସି ଅଯୋଧ୍ୟା ରାଜ୍ୟରେ। ଦିଲୀପଙ୍କ ପରେ ପୁଣି ଥିଲେ ଭଗୀରଥ, ଦୁଇ ଗୋଟି ରାଣୀଙ୍କର ଅଟନ୍ତି ସେ ସୁତ। ସହସ୍ର ବରଷ କାଳ ସେହୁ କଲେ ତପ, ତପ ବଳେ ଶ୍ରୀ ବିଷ୍ଣୁଙ୍କୁ ତୋଷିଲେ ସେ ନୃପ। ସେହି ପଣେ ଗଙ୍ଗାଙ୍କୁ ସେ ସ୍ୱର୍ଗରୁ ଆଣିଲେ, ନିଜ ବଂଶ ନିଜେ ସେହୁ ତହୁଁ ଉଦ୍ଧାରିଲେ। ଏଥିର କାରଣ ଜାଣ ଜଗତ ଜୀବନ, ସେଥି ଯୋଗୁ ଭଗୀରଥ ଗଙ୍ଗାଙ୍କର ନାମ। ଏମନ୍ତରେ ଗଙ୍ଗାକୁ ସେ ପାର ହୋଇଗଲେ, ମିଥିଳା ରାଜ୍ୟରେ ଯାଇ ତିନିହେଁ ମିଳିଲେ। ଜନକ ଦେଖି ଆନନ୍ଦେ ଋଷି ବିଶ୍ୱାମିତ୍ର, ପାଛୋଟି ନେଲେ ତାହାଙ୍କୁ ସମ୍ମାନେ ଉଚିତ। ସସମ୍ମାନେ ନଦରରେ ନେଇ ରଖାଇଲେ, ସସମ୍ମାନେ ନବରରେ ନେଇ ରଖାଇଲେ। ତହିଁଠାରେ ବିଶ୍ୱାମିତ୍ରେ ପ୍ରଶ୍ନ ପଚାରିଲେ, ଏ ଦୁହିଁ ଯେ ବାଳକର ଦିଅ ପରିଚୟ। କହନ୍ତୁ ବୁଝାଇ ମୋତେ
କାହାଙ୍କ ତନୟ। ଆନନ୍ଦେ କହନ୍ତି ହସି ତହୁଁ ବିଶ୍ୱାମିତ୍ର, ଏ ଦୁହେଁ ଅଟନ୍ତି ପୁଣି ଦଶରଥ ସୁତ। ବଚନ ଶୁଣି ଜନକ ତହୁଁ ଚଳିଗଲେ, ଏଥୁ ଅନ୍ତେ ଶ୍ରୀରାମ ଯେ ଗୁରୁଙ୍କୁ କହିଲେ, ଇଚ୍ଛା ହୁଏ ଭ୍ରମିବାକୁ ପୁଷ୍ପର ଉଦ୍ୟାନ। ଆପଣେ ଦେଲେ ଆଦେଶ କରିବୁ ଗମନ, ଶୁଣିନ ଯେ ବିଶ୍ୱାମିତ୍ର ହରଷ ମନରେ। ଭ୍ରମଣରେ ଯିବା ପାଇଁ ଆଦେଶ କରିଲେ, ଭ୍ରମଣରେ ଦୁଇ ଭାଇ ତହୁଁ ଚଳିଗଲେ। ତହିଁ ପରେ ନଗରକୁ ଭ୍ରମଣ କରିଲେ, ଏମନ୍ତ ମିଥିଳାବାସୀ ତାହାଙ୍କୁ ଯେ ଦେଖି, ପବିତ୍ର କରିଲେ ତହୁଁ ନିଜ ବେନି ଆଖି। ମନର ମଧ୍ୟରେ ସେହୁ କରନ୍ତି ବିଚାର, ବିଷ୍ଣୁଙ୍କୁ ଦେଖିଲେ ପୁଣି ଲାଗେ ଯେ ଅସୁନ୍ଦର। ଅଟଇ ପୁଣି ବ୍ରହ୍ମାଙ୍କ ପାଞ୍ଚ ଗୋଟି ମୁଖ, ଅଟନ୍ତି ଏ ଦୁହେଁ ପୁଣି ସୁନ୍ଦର ପ୍ରତ୍ୟକ୍ଷ। ଥିଲା ତହିଁ ଏକ ନାରୀ ବଚନ କହଇ, କୁମର ଯେ ଦଶରଥ ପୁତ୍ର ନିଶ୍ଚେହି। ଅଯୋଧ୍ୟା ନାମକେ ରାଜ୍ୟ ଏହାଙ୍କର ପୁର, ଆହା କି ଶ୍ୟାମ ବରନ ଦିଶନ୍ତି ସୁନ୍ଦର। ତହୁଁ କହି ଉଠେ ପୁଣି ଆନ ଯେ ଅବଶ୍ୟ, ହେବ ତ ନିଶ୍ଚୟ ଏହି ଜାନକୀଙ୍କ ଈଶ। ଏହାଙ୍କୁ ଗଢ଼ିଛି ପ୍ରାୟ ସୀତା ଲାଖି ବିଧି, ଅଟଇ ମୋହର ଏହା ବଚନ ପ୍ରସିଦ୍ଧି। ଏଣେ ଯେ ପୁଷ୍ପ ଉଦ୍ୟାନ ଭ୍ରମିବାକୁ ଗଲେ, ଉଦ୍ୟାନର ସୌନ୍ଦର୍ଯ୍ୟକୁ ଦେଖି ମୁଗ୍ଧ ହେଲେ। ସେଠାରେ ଜାନକୀ ପୁଣି ସଖୀଙ୍କ ସାଙ୍ଗରେ, ସୁରମ୍ୟ ପୁଷ୍ପ ଉଦ୍ୟାନେ ବୁଲି ଆସିଥିଲେ। ସେଠାରୁ ପୁଷ୍ପ ଚୟନ ସେହୁ ଶେଷ କରି, ପୂଜା ସେ ମନ୍ଦିରକୁ ଗଲେ ତହୁଁ ଚଳି। ମନ୍ଦିରେ ପ୍ରବେଶି ସେହୁ ଜଗତ ଜନନୀ, ମାଗିଣ କହନ୍ତେ ମାତ ଗିରିଙ୍କ ନନ୍ଦିନୀ। ସତରେ ମୋହର ହେବ ପୂର୍ଣ୍ଣ ମନସ୍କାମ, କହନ୍ତି ହୋଇଣ ସେହୁ ବିନୟ ବଚନ। ଦୁର୍ଗା ମାତ ହୋଇ ପୁଣି ତାଠାରେ ପ୍ରସନ୍ନ, ନିଶ୍ଚୟ ଏ ଅଭିଳାଷ ହେବ ତୋର ପୂର୍ଣ୍ଣ। ଆନନ୍ଦ ମନରେ ଦେବୀ ତହୁଁ ଚଳିଗଲେ, ବିପ୍ର ବୈଷ୍ଣବ ବିପିନ ସେ ପଦ ସେବିଲେ। ଇତି ଶ୍ରୀ ତୁଳସୀ ରାମାୟଣେ ବାଳକାଣ୍ଡେ ବିଶ୍ୱାମିତ୍ର ଓ ଶ୍ରୀରାମ ଲକ୍ଷ୍ମଣଙ୍କ ଯାତ୍ରା ପ୍ରସଙ୍ଗେ ନାମ ଷଷ୍ଠ ଅଧ୍ୟାୟ। ସପ୍ତମ ଅଧ୍ୟାୟ ଶ୍ରୀରାମଙ୍କର ଧନୁଭଙ୍ଗ ଓ ଜାନକୀଙ୍କ ସ୍ୱୟଂବର ଉତ୍ସବ। ଏଥୁ ଅନନ୍ତରେ ଶୁଣ ଆହେ ବିଜ୍ଞ ଜନ, ଏମନ୍ତରେ ନିଶି ପୁଣି ହେଲା ଅବସାନ। ପ୍ରଭାତ ସଜ୍ଜା ତେଜିଲେ ରାମ ଓ ଲକ୍ଷ୍ମଣ, ସାରିଲେ ନିଜର ସେହୁ ପ୍ରତିନିତ୍ୟ କର୍ମ। ତଥି ପରେ ବିଶ୍ୱାମିତ୍ର କର୍ମ ଯେ ସାରିଲେ, କହନ୍ତି ଯାଇଣ ଋଷି ରାମ ଲକ୍ଷ୍ମଣ ରେ।
जनक राजन एही ताहांकर कन्या अटंती रूप गुण रे बहु से उत्तमा एबे जे होइब तांको निश्चय स्वयंवर गमन करिबे एठी बहु नरवर चालो आम्भे सेठी जीवा लाख को देखिबा लाख बिंधी केहू पुणी नेब से बाहाबा हसीण लक्ष्मण पुणी कहंती बचन एथि किंपा अनुकंपा करिले आपण आम्भे निश्चय शिव धनु एठी भग्न करी नेबु निश्चय मातांकु अयोध्यार पुरी सभार मध्यकु सेहु सर्वे चली गले सभार मध्यरे जाई आस्थान जमिले देखो हो नक्षत्र मध्ये पुंच मध्ये दिशी जेतक राजांक मध्ये एहु तेन्हे शशी एमंत रूपकु तहि देखि नृपवीर थिले जे नृपति सेठी हेले चमत्कार उपस्थित पंडित जे जेते मुनिगण करिले से प्रभुंकर गुण को कीर्तन दुष्ट राजा ताहांकु सेठी देखि करी ईर्षारे पुणी गले तहु जली सभार मध्य श्री रामे देखिण जानकी मनर मध्य असीम सुख लभि भेटी देखिण से प्रभुंकर मुख श्री चंद्रमा भ्रुलता सुनासा पुणी दिशई सुषमा लंबी अच्छी कंठरे जे गज मुक्ताहार आबर लंबी छि पुणी तुलसीर माळ शोभई कटी देशरे पुणी तृणी भार स्कंध देशे शोभा पाए देख धनुषर पाद ठारु प्रभुंकर मस्तकर जाए अनुपम रूप तांक शोभा पाउथाए एसनक रूप तांक शोभा राज देखी देखिले पिछाड़ी न हुई कार आखी एमंत जे प्रभुंकर रूप दर्शन करिले जेते कथिले दुष्ट नृपगण देखिण लज्जारे पुणी सर्वे सढ़ी गले निज निज मध्यरे जे कुहाकुही हेले ए जेबे शिव धनुंकु करिदेव भग्न ताठारु सीताकु आम्भे नेबा छड़ाईण आनक देखि कहि देख गर्व तेज ज्ञान रे हांकर जे सर्व कथा बुझ एमंतरे सखींकर संग गहन रे प्रवेश होइले मात सीता सेहि काले स्वर्गरु कुसुम वृष्टि कले सुरगण ताहा जे कले से हुजे अपूर्व भक्षण सभारे जानकी मात प्रभुंको देखिले ताहांको चक्षु फेराई चाहि न पारिले ए समय रावण से
ପୁଣି ବାଣାସୁର। ଅଗତ୍ୟା ମିଳିଲେ ଯାଇ ସଭାର ମଧ୍ୟର। ସଭାରେ ତାହାଙ୍କୁ ଦେଖି ଆନନ୍ଦ ରୂପଗଣ। ଭୟରେ ଭୟରେ ସେହୁ ହେଲେ କମ୍ପମାନ। ଏ ସମୟରେ ରାବଣ ଯେ ବଚନ କହଇ, କେଉଁଠି ଜାନକୀ ଅଛି ଦିଅ ହେ ଦେଖାଇ। ସାମାନ୍ୟ ଏ ହରଧନୁ ତାକୁ ଭଗ୍ନ କରି, ନିଶ୍ଚୟ ନେବି ଆସିଛି ମିଥିଳା କୁମାରୀ। ଏ ସମୟ ବାଣାସୁର କହଇରେ ବୀର, ବୃଥାରେ ତୁ ଏଠାବରେ ଗୌରବ ନ କର। ଏ ବାଣୀ ଶୁଣି ରାବଣ ବହୁ କୋପ କଲା। ସଭାରେ ତାହାର ପୁଣି ବିକ୍ରମ କହିଲା। ତା ବାଣୀ ଶୁଣି ଯେ ବାଣା ସୁର ଯେ କହଇ, ଅଟୁରେ ଅସୁର ତୁହି ବଡ଼ ଯେ ଅନ୍ୟାୟୀ। ଅଟନ୍ତି ସେ ବରଦାତା ସେହୁ ଭଗବାନ, ଦିନେ ସେ ଦ୍ୱିପାଦ ଭୂମି ମାଗିଥିଲା ଦାନ। ସେଥି ଯୋଗୁ ପିତାଙ୍କୁ ସେ ପାଦରେ ତାଙ୍କର, ଚାପି ଦେଲେ କାଳେ ପାତାଳର ପୁର। ତାହାଙ୍କର ସେ ଯଶଟି ଏବେ ମଧ୍ୟ ଅଛି, ତାହାଙ୍କ ଜ୍ୟୋତି ଜଗତେ ପୁରୀ ପ୍ରକାଶୁଛି। କ୍ରୋଧରେ ରାବଣ ଧନୁ ଉଠାଇବା ପାଇଁ, ସଭାକୁ ରାବଣ ଆଗ ଗମନ କରଇ। ଭୂମିରୁ ଧନୁକୁ ପୁଣି ତୋଳି ନ ପାରିଲା, ଲଜ୍ଜାରେ ରାକ୍ଷସ ସେଠୁ ପଳାୟନ କଲା। ଏକାନ୍ତେ ସେ କନେ ପୁଣି ହେବ ଶୂନ୍ୟବାଣୀ, କୁମ୍ଭ ନିଶି ତେଣେ ହରି ତହିଁ ଯେ ନେଲାଣି। ଏମନ୍ତ ତେଣୁ ସେ ତହିଁ ମଧୁ ଯେ ଦଇତ, ଶୁଣିଣ ବାଣୀ ତାହାର ରାବଣ କମ୍ପିତ। ସେଥି ଯୋଗୁ ଧନୁକୁ ସେ ତଳେ ଛାଡ଼ି ଦେଇ, ଲଜ୍ଜା ଭରେ ସଭାସ୍ଥଳୁ ଗଲା ସେ ପଳାଇ। ଯେତେ ସେ ଗର୍ବୀ ରାଜନ ସେଠି ଆସିଥିଲେ, ସଭାରେ ଧନୁକୁ ପୁଣି କେହି ନ ଭାଙ୍ଗିଲେ। ପୁଣି ଜାନକୀ ଏମନ୍ତ ବିଚାରନ୍ତି ମନେ, ପାରିବ ହର ଧନୁକୁ ପୁଣି କେ ଭଗନେ। ଏତେ ରାଜାଙ୍କୁ ଜାଣିଣ ବ୍ରହ୍ମା ସୃଜି ନାହିଁ, ପୁଣି ଏ ଧନୁ ସୃଜିଲା ଜାଣି କାହା ପାଇଁ। ଏ ସମୟ ଜନକ ଯେ ସଭାକୁ ଆସିଣ, ସର୍ବକୁ ଚାହିଣ ଶୁଣ ସଭାସଦଗଣ। ହରଙ୍କ ଧନୁକୁ ଜାଣ ଯେହୁ ଯେ ଭାଙ୍ଗିବ, ନିଶ୍ଚୟ ମୋର କନ୍ୟାକୁ ସେହୁ ବିଭା ହେବ। ଏ ସମୟ ବିଶ୍ୱାମିତ୍ରେ କଲେ ଆଦେଶରେ, ଉଠିଲେ ପ୍ରଭୁ ଶ୍ରୀରାମ ତହିଁ ସଭା ପରେ। ଥରକେ ଚାପରେ ଗୁଣ ଦେଇ ଚଢ଼ାଇଣ, ଧନୁକୁ ଭୂମିରୁ ସେହୁ କଲେ ଆକର୍ଷଣ। ସଜରେ ଭାଙ୍ଗିଲେ ଧନୁ ଶବ୍ଦ ଏକ କଲେ, ଦେଖିଣ ନୃପତି ସର୍ବେ କ୍ରୋଧେ ଜଳିଗଲେ। ସଭାକୁ ଆସି ହସ୍ତରେ ଜୟମାଳ ଧରି, ସଧିରେ ମାତ ଚଳନ୍ତି ଜନକ ସୁନ୍ଦରୀ। ଭାଗ୍ୟରେ ଗଳାରେ ମାଳ
ପିନ୍ଧାଇଣ ଦେଲେ। ହରସରେ ପ୍ରଭୁଙ୍କର ମୁଖକୁ ଚାହିଁଲେ। ସଭାରେ ଜାନକୀ ଗଳେ ଦେଲେ ଜୟମାଲ୍ୟ। ସଭାରେ ଚମକି ଉଠେ ପୁଣି ସେ ଚହଳ। ଯେତକ ବାଦ୍ୟ ବାଜିଲା ହୋଇ ଘନ ଘନ। ବିପ୍ର ବୈଷ୍ଣବ ବିପିନ କଲେ ସ୍ତୁତି ଜାଣ। ଇତି ଶ୍ରୀ ତୁଳସୀ ରାମାୟଣେ ବାଳକାଣ୍ଡେ ଶ୍ରୀରାମଙ୍କର ଶିବଧନୁ ଭଙ୍ଗ ଓ ଜାନକୀଙ୍କର ସ୍ୱୟଂବର ଉତ୍ସବ କଥନେ ନାମ ସପ୍ତମ ଅଧ୍ୟାୟ। ଅଷ୍ଟମ ଅଧ୍ୟାୟ ଶ୍ରୀରାମ ପରଶୁରାମ ଭେଟ। ମନ ଦେଇ ଶୁଣ ଏବେ ମୋର ସୁଜ୍ଞଜନ। ସୀତା ସ୍ୱୟଂବର କଥା ହୋଇଲା ସମ୍ପୂର୍ଣ୍ଣ। ନିମନ୍ତ୍ରିତ ମିଥିଳାକୁ ଯେତେ ହୋ ରାଜନ। ସ୍ୱୟଂବର ସଭା ପରେ ସର୍ବେ ଯେ ଗମନ। ଯେ ଯାହାର ନରପୁର ଅଶ୍ୱହସ୍ତି ନେଇ। କରିଲେ ଗମନ ସର୍ବେ ଲଜ୍ଜାବନ୍ତ ହୋଇ। ଶୁଣ ହୋ ଜ୍ଞାନୀ ମାନେ ଯେ ବିବେକୀ ସକଳେ। ଆସି ପହଞ୍ଚିଲା ପରଶୁରାମ ସେହି କାଳେ। ସଭାସ୍ଥଳେ ପରଶୁରାମ ଜନକ ଦେଖିଲେ। ମହାମାନ୍ୟ କରି ତହୁଁ ପ୍ରଣାମ କରିଲେ। ଜନକଙ୍କୁ କଲ୍ୟାଣ ଯେ କଲେ ପରଶୁରାମ। ତହିଁକି ପୁଛିଲେ ତାଙ୍କୁ ମଧୁର ବଚନ। ଆଜ ତୋର ନବରରେ କି ଉତ୍ସବ ହୋଇ। ସେହି କଥା ମୋତେ ବାବୁ କୁହନ୍ତୁ ଫିଟାଇ। ସେ ବାଣୀ ଜନକ ଶୁଣି କହନ୍ତି ବଚନ। ହୋଇଥିଲା ମୋ କନ୍ୟାର ସ୍ୱୟଂବର ଦିନ। ସଭାସ୍ଥଳେ ଦେଖିଲେ ଯେ ଯହୁଁ ପରଶୁରାମ। କେହୁ ବୀର ଏଠାବରେ ଧନକୁ ଭଗନ। ଏମନ୍ତ ଦେଖିଣ ସେହୁ କହନ୍ତି ଜନକ। ତୁହିଟି ନହୁରେ ବାବୁ କେବେ ଭଦ୍ରଲୋକ। ଏମନ୍ତ ଯେ ଶିବ ଧନୁ ଭଗନ କରିଲା। ତାହାକୁ ଫିଟାଇ ବାବୁ କହ ଏବେ ଭଲା। ସତ୍ୟଟି ନ କହିଲେ ରେ ମୋହର ଆଗର। ନିଶ୍ଚୟ ତୋର ରାଜ୍ୟକୁ କରି ଛାରଖାର। ଥିଲେ ଯେ ନୃପତି ତହିଁ ଯେତେ ଖୁସି ମନ। କ୍ଷଣକେ ହୋଇଲେ ସେହୁ ବିମର୍ଷ ବଦନ। ଶୁଣିଣ ଶ୍ରୀରାମ ତହୁଁ କହନ୍ତି ବଚନ। କରିଅଛି ଏହି ଧନୁ ମୁହିଁ ଯେ ଭଗନ। ଏ ଧନୁକୁ ଯେହୁ ଏଠି କରିଛି ଭଗନ। ସେହିଟି ଅଟଇ ଦୁଷ୍ଟ ମୋର ଶତ୍ରୁ ଜାଣ। ଶୁଣିଣ ସମ୍ମୁଖେ ତହିଁ ଲକ୍ଷ୍ମଣ ଯେ ଥିଲେ। ବାଲ୍ୟକାଳ କଥା ତୋର ହେଜ ନାହିଁ ଭଲେ। ଏପରି ଅନେକ ଧନୁ ଆମ୍ଭେ ଭାଙ୍ଗିଥିଲୁ। ସେବେଳେ ସେପରି କଥା ନାହିଁ ତ କହିଲୁ। ଆଜ ପୁଣି ଏ ଧନୁରେ ଏତେ ତୋର ସ୍ନେହ। ହୋଇଲା ପୁଣି ତୁମ୍ଭର କେବେଠାରୁ କୁହ। ତହିଁ ଶୁଣିଣ ପୁଣି ସେ ଲକ୍ଷ୍ମଣର ଗୀର। ଶୁଣିଣ ତହୁଁ କମ୍ପିଲା ସେହୁ ପରଶୁବୀର। କ୍ରୋଧରେ କହିଲା ପୁଣି ହୋଇ କୋପଭର। କହିଲାରେ ଶିଖିନୁ ତୁ ଭଦ୍ର ବ୍ୟବହାର। ଜାଣିଲିଣି ପାଞ୍ଜି ତୋର ପୋଛିଲାଣି ଜମ।
ନିଶ୍ଚୟ ଯିବୁ ରେ ବାବୁ ଯମର ସଦନ। ଭାବୁଛୁ କିଅ କର୍ମା ମୁଁ ତୋର ଆଗେ ମୁହିଁ, ବୁଝୁଅଛି ସହଜରେ ବାଳକଟି ତୁହି। ସେଥି ଯୋଗୁ ଏ ଯାବତ ତୋତେ ନ ବଧିଛି, କଲ୍ୟାଣ କରି ଅଦ୍ୟାପି ବଞ୍ଚାଇ ରଖିଛି। ସହାସ୍ୟ ଲକ୍ଷ୍ମଣ ପୁଣି କହନ୍ତି ବଚନ, ନିଶ୍ଚୟ ଜାଣେ ତୁମ୍ଭର ସୌଜନ୍ୟର ପଣ। କିଏ କେମନ୍ତ ସଂସାରେ ସର୍ବେ ଜାଣିଛନ୍ତି, ତୁମ୍ଭ କହିବା ବଚନେ ଲଜ୍ଜା ଲାଗୁଅଛି। ମଧୁରରେ ପ୍ରଭୁ ରାମ କହନ୍ତି ବଚନ, ବାରେ କଥା କେ ଶୁଣନ୍ତୁ ଭୃଗୁଙ୍କ ନନ୍ଦନ। ଏହୁ ଯେ କନିଷ୍ଠ ଅଟନ୍ତି ଭାଇ ଯେ ମୋହର, ନିଜ ଗୁଣେ ତାହା ଠାରେ କୋପ ପରିହର। ବିକ୍ରମ ସ୍ୱରେ କହନ୍ତି ବୀର ପରଶୁରାମ, ଶୁଣିଲି ଆଜି ତ ମୁହିଁ ତୋ ଧୀର ବଚନ। ଶୁଣିଣ ସନ୍ତୋଷ ହେଲା ମୋହର ଯେ ମନ, କ୍ଷମି ନଥାନ୍ତି ତାହାରେ ଏହି ଦୁଷ୍ଟପଣ। ପୁଣି ଯେ କ୍ରୋଧେ ହୋଇଣ ତହୁଁ ତମ ତମ, ସହସା ଉଠନ୍ତି ସେହି ପଶୁକୁ ଧରିଣ। ବଧିବି ନିଶ୍ଚୟ ମୁହିଁ ତୋ ଭାଇକୁ ଜାଣ, ଏହାକୁ ନାହିଁ ବଧିଲେ ରହିବ କିପଣ। ପ୍ରଭୁ ରାମେ ପରଶୁରାମେ ହୋଇ ହସ ହସ, ଆମ୍ଭେ ତ ନିଶ୍ଚୟ ଅଟୁ ତୁମ୍ଭର ଯେ ବାସ। ତେଣୁଟି ଦାସର ଠାରେ ଯେବେ ହେବ ରୋଷ, ତୁମ୍ଭର ଏ ପ୍ରଭୁପଣ ହୋଇବ ବିନାଶ। ଶୁଣିଣ ସେ ପରଶୁରାମ ଶ୍ରୀରାମଙ୍କ ଗୀର, କ୍ରୋଧରେ କୁହନ୍ତି ପୁଣି ପ୍ରଭୁ ପରଶୁଧର। ଜାଣିଲୁ ଯେଣୁ ତୋ ଭାଇ ଖଳ କଥା ମାନ, ମୋର ଆଗେ କହୁଅଛି ଦେଖ ଘନ ଘନ। କଥାରେ ଯେ ତୁହି ମତେ ଦେଇଛୁ ଠକାଇ, ନିଶ୍ଚୟ ବଧ କରିବି ଆଜ ତୋର ଭାଇ। ଶୁଣି ବାଣୀ ଶ୍ରୀରାମେ ଯେ କହନ୍ତି ସେ କାଳେ, ଅଟଇ କ୍ଷତ୍ରିୟ ଗୁଣେ ରୂପଟି ତୁମ୍ଭରେ। ତାହାକୁ ଦେଖି ଲକ୍ଷ୍ମଣ ସିନା କ୍ରୋଧ ହେଲା, ବାଧିବାରୁ ଏପରି ସେ ତୁମ୍ଭଙ୍କୁ କହିଲା। ଜାଣ ଏବେ ଯେ ମୋହର ନାମ ଅଟେ ରାମ, ଜାଣିଲି ନିଶ୍ଚୟ ତୁମ୍ଭେ ଅଟ ପରଶୁରାମ। ତୁମ୍ଭେ ଯେ ଅଟନ୍ତି ପୁଣି ମୋଠାରୁ ମହାନ, ସେଥି ଯୋଗୁ ମୁହିଁ ତୁମ୍ଭ ଠାରେ ଯେ ନିଉନ। କୁହ ତ ଚରଣ ସଙ୍ଗେ ପୁଣି କେବେ ମଥା, ସମାନ ହେବାଟା କେବେ ହୁଏ ଯଥାର୍ଥତା। ପ୍ରଭୁ ରାମଙ୍କର ବାଣୀ ଏମନ୍ତ ଶୁଣିଣ, କହଇ ଅଧୈର୍ଯ୍ୟ ପଣେ ପୁଣି ପରଶୁରାମ। କହନ୍ତି ସେ ତୋହ ପରି କେତେକ ରାଜନ, ଏମନ୍ତ ଯଜ୍ଞ କରିଛି ପୁଣି ବଳିଦାନ। ଏ ସଭାରେ ଶିବଙ୍କର ଧନୁ ଭଗ୍ନ କରି, ଦେଖାଉଅଛୁ ରେ ତୁହି ଏତେ ବାହାଦୁରୀ।
ଏମନ୍ତ ଶୁଣିଣ ପ୍ରଭୁ ଧନୁ ବଢ଼ାଇଲେ। ଧନୁରେ ଗୁଣ ଦେବୀଙ୍କୁ ତାହାଙ୍କୁ କହିଲେ। ବଚନେ ଧନୁ ଧରିଲେ ଯହୁଁ ପରଶୁରାମ। ସେବେଳେ କଳା ପ୍ରଭୁ ଯେ କରିଲେ ହରଣ। ଜାଣିଲେ ସେ ପରଶୁରାମ ମାୟା ଦୂର ହେଲା। ତତକ୍ଷଣ ଆଲୋକର ପ୍ରଭା ଦେଖାଗଲା। ଚିହ୍ନିଲେ ସେ ପରଶୁରାମ କଲେ ତହୁଁ ସ୍ତବ। ଜୟ 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 ତୁମ୍ଭେ ଭକତ ବାନ୍ଧବ। ଜୟ ନିରାକାର ପ୍ରଭୁ କମଳା ରମଣ। ଜୟ ପ୍ରଭୁ ଦୟାମୟ ନମ ନିରଞ୍ଜନ। ଅଟନ୍ତି ଆପଣେ ରଘୁ ବଂଶବତଂଶ। କରିଥିବା ଦୋଷ ମୋର କ୍ଷମାଟି ବିଶେଷ। ଆପଣେ ଅଟନ୍ତି ଯେଣୁ ସୁରୁଜ ବଂଶର। ତେଣୁ ନାସିଲେ ମନୁଜେ ତମ ଅନ୍ଧକାର। ଏମନ୍ତରେ ପରଶୁରାମ ସ୍ତୁତି ତହିଁ କଲେ। ତତପରେ ତପସ୍ୟାରେ ଅରଣ୍ୟ ଗମିଲେ। ଅଟନ୍ତି ସେ ପ୍ରଭୁ ରାମ ଦୟା ଅବତାର। ବିପ୍ର ବୈଷ୍ଣବ ବିପିନ ପୂଜୟ୍ୟ ପର। ଏତେ ଶ୍ରୀ ତୁଳସୀ ରାମାୟଣେ ବାଳକାଣ୍ଡେ ଶ୍ରୀରାମ ପରଶୁରାମ ଭେଟ ବର୍ଣ୍ଣନେ ନାମ ଅଷ୍ଟମ ଅଧ୍ୟାୟ। ନବମ ଅଧ୍ୟାୟ ପ୍ରଭୁ ଶ୍ରୀରାମଙ୍କର ବିବାହ ଉତ୍ସବ। ଏବେ ହୋ ଶୁଣନ୍ତୁ ସର୍ବ ସାଧୁ ସନ୍ଥ ଜନ। ସୀତା ସହିତେ ଶ୍ରୀରାମେ ପରିଣୟ ପୂର୍ଣ୍ଣ। ତେସନେ ଜନକ ରାଜର୍ଷି ପଣରେ ଆସିଲେ। ପାଶରେ ସେ ବିଶ୍ୱାମିତ୍ରେ ଯାଇ ପ୍ରଣମିଲେ। ସମ୍ମୁଖେ ପହଞ୍ଚି କହି ମଧୁର ବଚନ। ଶ୍ରୀରାମ ଯେ ଶିବ ଧନୁ କରିଲେ ଭଗନ। କୁହନ୍ତୁ ଏଣିକି ଆମ୍ଭେ କି କରିବା କର୍ମ। ଅଛନ୍ତି ତ ସର୍ବ ଋଷି କରନ୍ତୁ କାରଣ। ଏମନ୍ତ ସେ ବିଶ୍ୱାମିତ୍ର କହନ୍ତି ବଚନ। ଦୂତ ପେଶ ଅଯୋଧ୍ୟାରେ ଯିବ ଶେଷନ। ଏଠାକୁ ଆସିବେ ସେହୁ ନୃପଙ୍କ ସଇନ। କହିବେ ଯେ ତହିଁ ପରେ ତାଙ୍କ ବାସସ୍ଥାନ। ଋଷି ବାଣୀ ଶୁଣି ପୁଣି ତୋଷ ସେ ହୋଇଲେ। ସହସ୍ରା ସେ ଅଯୋଧ୍ୟାକୁ ଦୂତ ପଠାଇଲେ। ଏଠାରେ ନଗର ତହୁଁ କରିଲେ ମଣ୍ଡନ। ମନୋହର ବେଦିକା ସେ କରିଲେ ନିର୍ମାଣ। ନଗରର ହାଟ ବାଟ ପୁଣିଆନ ସ୍ଥାନ। ଯତନରେ ସଜାଇଲେ ତହୁଁ ମହାଜନ। ମାର୍ଗ ପାର୍ଶ୍ୱେ ମଣିମାଳ ମର୍କତର ମାଳ। ନୀଳମଣିର ମଧ୍ୟରେ ପୁଣି ଆମ୍ବ ଡାଳ। ପୁଣି ସୁବର୍ଣ୍ଣର ଦେଖ ଆମ୍ବର ଦକୁଳ। ସଜାଇଲେ ଦୀପାବଳି ପୁଣି ମାଳ ମାଳ। ଏଥୁ ଅନ୍ତେ ଦୂତ ପୁଣି ଅଯୋଧ୍ୟାକୁ ଗଲା। ଦଶରଥଙ୍କ ରାଜ୍ୟରେ ଭେଟ ସେ ହୋଇଲା। ସସମ୍ମାନେ ପ୍ରଣାମ ସେ କରି ଆନନ୍ଦରେ। ସହସା ପତ୍ରିକା ନେଇ ଦେଲା ନୃପକରେ। ପତରକୁ ପଢ଼ି ପୁଣି ନୃପ ଦଶରଥ
ଦୂତ ମୁଖ ଚାହିଁ ଦେଲେ ହୋଇ ଆନନ୍ଦିତ। ଏକାଳେ ଆସୀନ ସ୍ଥାନେ ଭରତ ଶତ୍ରୁଘ୍ନ, ପହଞ୍ଚି ଆନନ୍ଦେ ପୁଣି କହନ୍ତି ବଚନ। ଦୂତ ଯେ ଆଣିଛି ଏଠି କି ପତ୍ର ଯେହି, ଆମ୍ଭଙ୍କୁ କୁହନ୍ତୁ ପିତା କଥାକୁ ବୁଝାଇ। ମିଥିଳାରେ ଶିବ ଧନୁ ଭାଙ୍ଗି ଭାଇ ରାମ, ଜନକ କନ୍ୟା ଜାନକୀ କରିଲେ ଗ୍ରହଣ। ଏବେ ତୁମ୍ଭେ ସକଳ ଯେ ରଥ ସଜ କର, ସେଥିରେ ଯେ ଅଶ୍ୱମାନ ଯୋଗରେ ସତୋର। ବୁଲି ବୁଲି ରାଜ୍ୟବାସୀ ପ୍ରଜାଙ୍କୁ ଯେ କହି, ମିଥିଳାକୁ ଗମନ ଯେ ବେଗେ ସଜ ହୋଇ। ତହିଁ ମଧ୍ୟରେ ବଶିଷ୍ଠ ଋଷି ମଧ୍ୟ ଥିଲେ, ଜନକଙ୍କ ପତ୍ର ପଢ଼ି ସେହୁ ଖୁସି ହେଲେ। ହୋଇଲେ ଯେ ଦଶରଥ ଆନନ୍ଦ ଯେ ମନ, ସହସା ସେ ରାଣୀ ହଂସ ପୁରକୁ ଗମନ। ସଭିଙ୍କୁ ନେଇଣ ତହୁଁ ପତ୍ର ପଢ଼ାଇଲେ, ଏମନ୍ତେ ଯେ ଶୁଭବାର୍ତ୍ତା ଆନନ୍ଦେ କହିଲେ। ଏପରି ଶୁଭ ସମ୍ବାଦ ନଗରରେ ଜାଣି, ସହସା କରିଲେ ସେହୁ ନଗର ମଣ୍ଡଣି। ଥିଲେ ଯେ ସୁନ୍ଦରୀ ରାଜେ ସୀମନ୍ତିଣୀ ଗଣ, ଆନନ୍ଦରେ ଗାନ କଲେ ମଙ୍ଗଳର ଗାନ। ଏଥୁ ଅନ୍ତେ ସାରଥି ଯେ ରଥ ସଜାଇଲେ, ରଥର ପରେ ଧ୍ୱଜା ପତାକା ମଣ୍ଡାଇଲେ। ତହିଁ ପରେ ପ୍ରଜାଗଣେ ଧରି ନିଜ ସାଥେ, ମିଥିଳାକୁ ନୃପତି ସେ ବିଜେ କଲେ ରଥେ। ପଥ ମଧ୍ୟେ ନାନାବିଧ ବାଦ୍ୟ ଯେ ବାଜଇ, ସେ ବାଦ୍ୟରେ ଗଗନ ଓ ପବନ କମ୍ପଇ। ରାଜ୍ୟରେ ଥିଲେ ବେଦଜ୍ଞ ବିପ୍ର ବାହାରିଲେ, ନିଜ ନିଜ ଜାନରେ ଯେ ବିଜେ କରିଗଲେ। ଭାରୁଆ ମାନେ ସାଥିରେ ଧରିଗଲେ ଭାର, ଗମନ କରନ୍ତି ପୁଣି ସହଳ ସହଳ। ଏକ ରଥେ ଯାଉଥିଲେ ଗୁରୁ ଯେ ବଶିଷ୍ଠ, ଅନ୍ୟ ରଥେ ବିଜେ କଲେ ନୃପ ଦଶରଥ। ପଥର ମଧ୍ୟେ ସୁମରି ହର ଗୌରୀ ନାମ, ପୁଣି ଯେ ମହାପଣ୍ଡିତ ସେହୁ ଗଜାନନ। ଏମନ୍ତେ କରିଲେ ସେହୁ ଶୁଭ ଅନୁକୂଳ, ଶୁଭିଲା ପଥର ମଧ୍ୟେ ଯାତ୍ରୀଙ୍କର ଗୋଳ। ବିବିଧ ଭାବରେ ନାନା ବାଦ୍ୟ ବାଜୁଥାଇ, ସଙ୍ଗତରେ ଶଙ୍ଖୁଆର ଶଙ୍ଖ ବାଜୁଥାଇ। ସ୍ୱର୍ଗର ଦେବତାଗଣ ଅତି ହରଷରେ, ଆକାଶରୁ ପୁଷ୍ପମାନ ତହୁଁ ବୃଷ୍ଟି କଲେ। ଏମନ୍ତେ ଦିଶିଲା ପୁଣି ଶୁଭର ଶକୁନ, ପଥ ମଧ୍ୟେ ନକୁଳକୁ କରିଲେ ଦର୍ଶନ। ବସିଥିଲା କାକ ପକ୍ଷୀ ପଥ ଦକ୍ଷିଣରେ, ଯୁବତୀ କଳସୀ ଧରି ଯାଏ ସମ୍ମୁଖରେ। ଶଙ୍ଖ ଚିଲ ଯେ ଆକାଶେ ଦେଖ ଉଡୁଥିଲା, ପୁସ୍ତକ ଧରି ବ୍ରାହ୍ମଣ ପୁଣି ଦେଖାଗଲା। ଦିଶିଲେ ଦକ୍ଷିଣ ଦିଗେ
ପୁଣି ମୃଗବଳ ଏମନ୍ତ ସମସ୍ତ ଶୁଭ ହେଲା ରାଜାଙ୍କର। ଅଟନ୍ତି ଯାହାଙ୍କ ପୁତ୍ର ଜଗତ ଠାକୁର, କିବା ଅଶୁଭ ଯେ ପୁଣି ହେବ ତାହାଙ୍କର। ନୃପତିଙ୍କ ସହିତରେ ଯେତେ ପ୍ରଜା ଥିଲେ, ଯଥା ଶୀଘ୍ର ଯାଇ ମିଥିଳାରେ ପହଞ୍ଚିଲେ। ନୃପତିଙ୍କୁ ଦେଖି ପୁଣି ମିଥିଳା ରାଜନ, ପଥେ ଆସି ରାଜପଣେ କଲେ ସନମାନ। ପାଛୋଟି ନେଲେ ସେ ତହୁଁ ବହୁ ସମାବରେ, ବସାଇଲେ ନେଇ ପୁଣି ସୁସଜ୍ଜିତ ପୁରେ। ତହିଁ ପୁଣି ବିଶ୍ୱାମିତ୍ରେ ଦେଖିଲେ ସେ ରାଜା, ଚରଣରେ କରିଲେ ସେ ବହୁ ଭାବେ ପୂଜା। କହନ୍ତି ହୋଇଲା ଏବେ ବଡ଼ ଭାଗ୍ୟ ମୋର, ହୋଇଲା ପ୍ରସାଦ ତୁମ୍ଭ ଆହେରୁ ଶିବର। ସମ୍ମୁଖକୁ ଶ୍ରୀରାମ ଓ ଲକ୍ଷ୍ମଣ ଆସିଲେ, ପିତାଙ୍କର ଚରଣରେ ଯାଇ ପ୍ରଣମିଲେ। ପଛେ ଥିଲେ ଭରତ ସେ ପୁଣି ଶତ୍ରୁଘ୍ନ, ଜ୍ୟେଷ୍ଠ ଭ୍ରାତମାନଙ୍କୁ ସେ କରିଲେ ପ୍ରଣାମ। ହୋଇଥିଲା ଶୀତ ଋତୁ ମାସ ମାର୍ଗଶିର, ଆସିଲେ ସ୍ୱପ୍ନରୁ ପୁଣି ତହିଁ ବେଦବର। ଆଶ୍ଵିନ ବିବାହ ଲଗ୍ନ ସେହୁ ସ୍ଥିର କଲେ, ନାରଦଙ୍କ ହସ୍ତରେ ଯେ ପୁଣି ପଠାଇଲେ। ନାରଦ ନେଲେ ଜନକ ରାଜାଙ୍କୁ ଦେଇଣ, ସେଠାରୁ ନାରଦ ପୁଣି ଗଲେ ବାହୁଡ଼ିଣ। ଏସନେ ବାଜିଲା ତହିଁ ନାନା ବାଦ୍ୟମାନ, ନାରୀ ଏ ଶୁଭ କଳସ ମାନ ଯେ ସ୍ଥାପନ। ଜାଣ ପୁଣି ସଦାନନ୍ଦ କହନ୍ତି ଯେ ବାଣୀ, ଶୁଣ ତୁମ୍ଭେ ଦଶରଥ ଆହେ ନୃପମଣି। ଏବେ ହୋ ବିବାହ ସ୍ଥାନେ ଯାଇ ବିଜେ କର, ବିବାହ ମୁହୂର୍ତ୍ତ ପୁଣି ହୋଇବ ଉଛୁର। ଦକ୍ଷିଣ ହରସ ହେଲେ ତହିଁ ସର୍ବଜନ, ଏ ପ୍ରଭୁ ଅଟନ୍ତି ତେଣୁ ମଙ୍ଗଳ କାରଣ। ଆଜି ଯୋଗରୁ ହୋଇଲା ପ୍ରଭୁ ସୀତାରାମ, ଅଟନ୍ତି ସେହୁ ଜଗତ ଜନଙ୍କ ଜୀବନ। ସେଠାକୁ ସକଳ ପୁଣି ଦେବତା ଆସିଲେ, ଚତୁର୍ଦ୍ଧା ମୂରତି ପଣେ ପ୍ରଭୁଙ୍କୁ ଦେଖିଲେ। ମିଥିଳାପୁରେ ପ୍ରବେଶ ହେଲେ ପଞ୍ଚାନନ, ହଂସପୁର ଆସିଲେ ଯେ ସର୍ବରାଣୀ ପୁଣ। ନଗରୁ ଅନେକ ପୁଣି କାମିନୀ ସୁନ୍ଦରୀ, ଚାଲୁଥାନ୍ତି ନଗର ମଧ୍ୟେ ପୁଣି ଝୁଲି ଝୁଲି। ମଙ୍ଗଳ ଗୀତ ନଗରେ ପୁଣି ଶୁଭୁଥାଇ, ତା ମଧ୍ୟେ ମଙ୍ଗଳର ଯେ ବାଦ୍ୟ ବାଜୁଥାଇ। ସେଠାରେ ଇନ୍ଦ୍ରାଣୀ ଆଉ ଲକ୍ଷ୍ମୀ ସରସ୍ୱତୀ, ସାବିତ୍ରୀ ମାତାଙ୍କ ସଙ୍ଗେ ପୁଣି ଯେ ପାର୍ବତୀ। ରାଣୀଙ୍କ ସଙ୍ଗତରେ ଯେ ଆସି ନାରୀ ଗଣ, ବିଧିରେ ଯେ ବନ୍ଦାପନା କଲେ ଯେ ବହନ। ଏଥୁ ଅନ୍ତେ ବେଦୀକୁ ଯେ ଗଲେ ସୀତାକାନ୍ତ, ଦେଖୁଛନ୍ତି ଆନନ୍ଦରେ ସର୍ବ ଯେ ଜଗତ। ଏ ସମୟ ନିଜର ଯେ ଧରି ଦଳ ବଳ,
ଦେବୀ ପାଶେ ପ୍ରବେଶିଲେ ନୃପ ମହିପାଳ। ନୃପତି ଯେ ବିବାହର ବେଦୀ ପାଶେ ଗଲେ, ସମୁଦି ସମୁଦି ମଧ୍ୟେ ମିଳନ ସାରିଲେ। ତହୁଁ ସେହି ବିଚିତ୍ରର କାରୁକାର୍ଯ୍ୟ ପୂର୍ଣ୍ଣ, ଦେବିକା ପାର୍ଶ୍ୱରେ ସେହୁ କରିଲେ ଦର୍ଶନ। ବଶିଷ୍ଠଙ୍କୁ ନେଇ ପୁଣି ପୂଜା ଆରାଧିଲେ, ବସିବା ନିମନ୍ତେ ତାଙ୍କୁ ସୁଆସନ ଦେଲେ। ଏ ସମୟ ଜନକଙ୍କ ସଙ୍ଗେ ବାମ ଋଷି, ବେଦିକାର ପାଶେ ପୁଣି ଯାଇଥାନ୍ତି ବସି। ଏଥୁ ଅନ୍ତେ ସୀତାଙ୍କୁ ସେ ବେଦୀକୁ ଆଣିଲେ, ଅଟନ୍ତି ଜନକଙ୍କର ସୁନୟନା ତୋଲେ। ଥିଲା ସେଠି ସୁବର୍ଣ୍ଣର କଳସୀର ଜଳ, ଧୋଇଲେ ନେଇଣ ପୁଣି ପଦ ପ୍ରଭୁଙ୍କର। ଏମନ୍ତ ସେ ବର କନ୍ୟାଙ୍କର ଦୁଇ ବର, ନେଇଣ ଏକତ୍ର ପୁଣି କରିଲେ ସତର। ବିପ୍ର ଯେ ବେଦ ବରିଲେ ତହିଁ ଉଚ୍ଚାରଣ, ଦେଖନ୍ତି ଜନକ ହୋଇ ହରଷିତ ମନ। ତହୁଁ ଜାନକୀଙ୍କୁ ନେଇ କଲେ ସମର୍ପଣ, ଏଥୁ ଅନ୍ତେ ହୋଇଲା ଯେ ତହିଁ ଲଜ୍ଜା ହୋମ। ଜୟଧ୍ୱନି ମଧ୍ୟରେ ଯେ ପୁଣି ବେଦ ଧ୍ୱନି, ବେଦୀ ପାର୍ଶ୍ୱେ ହୁଳହୁଳି ଦିଅନ୍ତି ଯେ କାମିନୀ। ବର କନ୍ୟାକୁ ଯେ ନେଇ ଅଗ୍ନି ପ୍ରଦକ୍ଷିଣ, କରିଲେ ଯେ ହୁଥିଲେ ଯେ ତଥି ମୁନିଗଣ। ନିଜ ନିଜର ପୁଣି ଯେ ପ୍ରାପ୍ୟମାନ ନେଲେ, ଜନକ ରାଜନ ବହୁ ଯୌତୁକକୁ ଦେଲେ। ବହୁ ରଥ ଗଜ ହସ୍ତି ପୁଣି ଯେ ତୁରଙ୍ଗ, ପାଟ ବସ୍ତ୍ର ମାନ ଦେଲେ ତହୁଁ ଯେ ଜନକ। ଥିଲେ ଯେତେ ବର ଯାତ୍ରୀ ତାଙ୍କୁ ସନମାନ, କରିଲେ ନୃପ ଜନକ ପୁଣି ସେହି ଦିନ। ଥିଲେ ମାଣ୍ଡବୀ ଶ୍ରୁତ ଯେ ଉପସେ କିରତି, ଉର୍ମିଳାଙ୍କୁ ମିଶାଇଣ କନ୍ୟା ତିନି ଗୋଟି। ଏ ତିନି ସୁତ ଭରତ ଶତ୍ରୁଘ୍ନ ଲକ୍ଷ୍ମଣ, ତିନିହେ ବୋଇଲେ ବିଭା କରି ଜଣ ଜଣ। ତିନିହେ ହୋଇଲେ ବିଭା କରି ଜଣ ଜଣ। ଏମନ୍ତରେ ବିବାହର କାର୍ଯ୍ୟ ଶେଷ ହେଲା, ମିଥିଳାରେ ହି ଭାବେ ଦିନ ଯେ ବିତିଲା। ତହିଁ ପୁଣି ଦଶରଥ ରାଜା ଯେ ରହିଲେ, ସତେ କି ନିଜ ରାଜ୍ୟକୁ ସେହୁ ପାଶରିଲେ। ତିଥି ପୁଣି ବିଶ୍ୱାମିତ୍ର ପୁଣି ସତାନନ୍ଦ, ତାହାଙ୍କୁ କହନ୍ତି ପୁଣି ରାଜର୍ଷି ଆନନ୍ଦ। କହନ୍ତି ସେ ଦଶରଥେ ଏବେ ବିଦା କର, ତାହାଙ୍କୁ ପୁଣି ରଖିବ ଆଉ କେତେ କାଳ। ଏମନ୍ତ ବାଣୀ ଶୁଣିଣ ରାଜର୍ଷି ଖୁସି ହେଲେ, ବିଦାୟ କରିବେ ବୋଲି ତାହାଙ୍କୁ କହିଲେ। ଏଥୁ ଅନ୍ତେ ଶ୍ରୀରାମ ଯେ ଜଗତ ଠାକୁର, ଆନନ୍ଦରେ ଗଲେ ପୁଣି ଶାଶୁଙ୍କ ପାଶର। କହନ୍ତି ଯେ ମାତ ଆମ୍ଭ ବିଦାୟ କରନ୍ତୁ, ଶୁଣିଣ ହରଷିତ ଯେ ସମସ୍ତେ କଥାକୁ।
ତହିଁ ପରେ ବର କନ୍ୟା ବିଦାୟ ଯେ କଲେ, ରାମଙ୍କ ହସ୍ତେ ସୀତାଙ୍କୁ ସମର୍ପି ସେ ଦେଲେ। ତହୁଁ ସେ ପୁତ୍ର ପୌତ୍ରୀଙ୍କୁ ସଙ୍ଗରେ ଘେନିଣ, ସସଇନେ ଦଶରଥ ବିଦାୟଟି ଜାଣ। ପଥ ମଧ୍ୟେ ବଜାଇଣ ଟମକ ନିଶାଣ, ଗମନ କରନ୍ତି ଦେଖ ନୃତ୍ୟ କରି ଜାଣ। ସମସ୍ତେ ନିଜ ରାଜ୍ୟକୁ ତହୁଁ ବାହୁଡ଼ିଲେ, ଅଯୋଧ୍ୟାର ନଗରରେ ପ୍ରବେଶ ହୋଇଲେ। ଜୟ ପ୍ରଭୁ ସୀତାପତି ଜୟ ପ୍ରଭୁ ରାମ, ଜୟ ଜଗନ୍ନାଥ ତୁମ୍ଭେ ଜଗତ ପରାଣ। ଜୟ ପ୍ରଭୁ ଦଶରଥ କୋଳର ମଣଣ, ଅଟ ତୁମ୍ଭେ ଜାନକୀଙ୍କ ହୃଦ ପ୍ରାଣ ଧନ। ଜଗତରେ ଅଟଇତ ଶ୍ରେଷ୍ଠ ତୁମ୍ଭ ନାମ, ତୁମ୍ଭ ନାମ ସଦା ଯେହୁ କରଇ ଭଜନ। ତାହାକୁ ଯେ ନ ଦଣ୍ଡଇ ପୁଣି କାଳ ଯମ, ବାଧା ବନ୍ଧନ ସର୍ବ ଯେ ହୁଅଇ ଖଣ୍ଡନ। आहे प्रभु जगतर तुम्भे तो ठाकुर, विप्र वैष्णव विपिने सुदया जे कर। एते श्री तुलसी पुराणे बालकांडे प्रभु श्री रामंकर विवाह उत्सव वर्णने नाम नवम अध्याय।